ଜଗନ୍ନାଥ ସାଙ୍ଗମାନେ ମାଇ କିଚେନ୍ ବାଇ ସୌମ୍ୟା ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ବହୁତ ବଢ଼ିଆ ବଢ଼ିଆ ଟେଷ୍ଟି ତରକାରୀ ରେସିପି ଆଣିଛି, ଯାହାକୁ ବନେଇକି ଆପଣ ସବୁ ସହିତ ଖାଇପାରିବେ। ବହୁତ ଟେଷ୍ଟି ଲାଗିବ। ଏଇଟା ଆପଣ ଥରେ ବନେଇଛନ୍ତି ନା, ଆପଣ ବାର ବାର ବନେଇବେ, ଖାଇବା ପାଇଁ ଇଚ୍ଛା ହେବ। ତ ଚାଲନ୍ତୁ, ମୁଁ ଆଜି ଆପଣଙ୍କ ପାଇଁ ଚଣା ଯାଇ ଜହ୍ନିର ଗୋଟେ ଟେଷ୍ଟି ତରକାରୀ ରେସିପି ଆଣିଛି। ତ ରେସିପିକୁ ସ୍କିପ୍ ନ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ରେସିପିଟି ବହୁତ ଭଲ ଭାବେ ବୁଝିପାରିବେ। ତ ଏଥିପାଇଁ ମୁଁ ଜହ୍ନି ନେଇଯାଇଛି, ଅଧା କିଲୋ ଜହ୍ନି ନେଇଯାଇଛି। ଏହାକୁ ଆମେ କ'ଣ କରିବା ନା, ଜହ୍ନି ଏବଂ ଆଳୁ 3ଟି ନେଇଛି। ତ ଟମାଟୋ ବି ଏଥିରେ ମୁଁ 2ଟି ନେଇଛି। ତ ଏ ସବୁକୁ ଆମେ ଗୋଟା ଭଲ ଭାବରେ ଧୋଇଦେବା। ଧୋଇ ସାରିଲା ପରେ ଆମେ କ'ଣ କରିବା ନା, ଜହ୍ନିର ଚୋପା ଛଡ଼େଇକି, ଆଳୁର ଚୋପା ଛଡ଼େଇକି ଏମିତି ଛୋଟ ଛୋଟ କାଟିଦେବା। ତ ଜହ୍ନିକୁ ଟିକେ ମୁଁ ବଡ଼ ସାଇଜ୍ର କାଟିଛି, ଆଉ ଆଳୁକୁ ମଧ୍ୟ ସେମିତି ଟିକେ ବଡ଼ ବଡ଼ ସାଇଜ୍ର କାଟିଛି। ତ ତାପରେ ଟମାଟୋ ଆମେ କ'ଣ କରିବା ନା, ଗୋଟାକର 2 ପିସ୍ ମାନେ 4 ସୁରା କରିଦେବା, ଯେଉଁଟାକି ଆମ ଗୋଟା ପକାଇବା ଆମର ଏଇ ଜହ୍ନି ତରକାରୀରେ। ତ ଦେଖନ୍ତୁ, ଏମିତି ସବୁ କାଟି ସାରିଲା ପରେ ଆମେ ଏବେ ଚଣା ଯାଇକୁ ଭିଜେଇ ଦେଇଥିଲେ ଅଧଘଣ୍ଟାଏ ପର୍ଯ୍ୟନ୍ତ। ଅଧଘଣ୍ଟା ପରେ ଆମର ଚଣା ଯାଇଟି ଫୁଲି ଯାଇଛି। ଏବେ ଆକୁ ଭଲ ଭାବରେ 2 ଥର ଧୋଇକି ଆମେ ପ୍ରେସର କୁକରରେ ଚଣା ଯାଇ ଦେଇଦେବା। ଆଉ ଦେଇଦେବା ଏଇଠି ଜହ୍ନି ଆଉ ଆଳୁକୁ କାଟିକି ରଖିଥିଲେ ଯେ ତାକୁ ଦେଇଦେବା। ତାପରେ ଆମେ ଯେଉଁ ଟମାଟୋ 2ଟି କାଟିଥିଲେ ତାକୁ ଆମେ ଏମିତି ଉପରେ ମାନେ ଦେଇଦେବା। ଦେଇସାରିଲା ପରେ ଏଥିରେ ଦେଇଦେବା ଟେଷ୍ଟ ହିସାବରେ ଲୁଣ ଆଉ ହଳଦୀ ଗୁଣ୍ଡ 1/2 ଟେବୁଲ୍ ସ୍ପୁନ୍। ଦେଇସାରିଲା ପରେ ପାଣି ଅଳ୍ପ ଦେବା, ଯେହେତୁ ଜହ୍ନିରୁ ପାଣି ବାହାରିବ, ସେଥିପାଇଁ ଆପଣ ପାଣିର ଅଳ୍ପ ମାପରେ ପାଣି ଦେବେ। ଦେଇକି ପ୍ରେସର ଲିଡ୍ ବନ୍ଦ କରିଦେବା ଆଉ 2ଟି ହୁଇସିଲ୍ ଆସିଲା ପର୍ଯ୍ୟନ୍ତ ଅପେକ୍ଷା କରିବା। ଏବେ ଦେଖନ୍ତୁ, ଆମେ ଇଣ୍ଡକ୍ସନରେ କରେଇ ବସେଇଦେଲେ, ସେଥିରେ ତେଲ ଦେଇଦେଲେ 3 ଟେବୁଲ୍ ସ୍ପୁନ୍, ଜିରା 1/2 ଟେବୁଲ୍ ସ୍ପୁନ୍, ସୋରିଷ 1/2 ଟେବୁଲ୍ ସ୍ପୁନ୍। ଫୁଟି ସାରିଲା ପରେ ଏଥିରେ ଆମେ ଭୃଷଙ୍ଗ ପତ୍ର ଦେଇଦେବା। ଭୃଷଙ୍ଗ ପତ୍ର ଦେଇସାରିଲା ପରେ ପିଆଜ, ଆମେ ଏଇଠି ପିଆଜ ନେଇଛି 2ଟି ପିଆଜ ବଡ଼ ସାଇଜ୍ର। ତ ଆକୁ ଏବେ ଏଇଠି ନେଇକି ଆମେ କ'ଣ କରିବା ନା, ଭଲ ଭାବରେ ଟିକେ ଭାଜିଦେବା। ତ ପିଆଜଟା ଭଲ ଭାବରେ କଷି ହେଇସାରିଲା ପରେ ରସୁଣ ଆଉ ଅଦାକୁ ଆମେ ଛେଚିକି ରଖିଥିଲେ ଏଇଠି ଏଡ୍ କରିଦେବା। ରସୁଣ 5ରୁ 6ଟି ଏବଂ ଅଦା ଖଣ୍ଡେ ତାକୁ ମୁଁ ଛେଚି ଦେଇଛି। ଛେଚିକି ଆମେ ଦେଇଦେବା। ଛେଚିକି ପକାଇବା ଦ୍ୱାରା ବହୁତ ବଢ଼ିଆ ଟେଷ୍ଟ ଲାଗିଥାଏ। ତ ଆପଣ ଛେଚିକି ଦେବା ପାଇଁ ଧ୍ୟାନ ଦେବେ। ତ ଏବେ ରସୁଣ ଅଦା ଆମର ଭଲ ଭାବରେ ପିଆଜ କଷି ହେଇଛି। ଏବେ ଯେଉଁ ଆମେ ଟମାଟୋ ପକାଇଥିଲେ ଏଥିରେ, ତ ଟମାଟୋକୁ ଆମେ ଏଥିରେ ଏଡ୍ କରିଦେବା। ଏଡ୍ କରିସାରିଲା ପରେ ଏବେ ଆମେ ଟମାଟୋକୁ ଟିକେ ଭଲ ଭାବରେ କଷିଦେବା। ଆଉ ଏଥିରେ ଦେଇଦେବା ହଳଦୀ ଗୁଣ୍ଡ 1/2 ଟେବୁଲ୍ ସ୍ପୁନ୍। ହଳଦୀ ଗୁଣ୍ଡ 1/2 ଟେବୁଲ୍ ସ୍ପୁନ୍ ଦେଇସାରିଲା ପରେ କାଶ୍ମୀର ରେଡ୍ ଚିଲି ପାଉଡ଼ର 1 ଟେବୁଲ୍ ସ୍ପୁନ୍, ଭଲ କଲର୍ ଆସିବା ପାଇଁ। ଯଦି ନାହିଁ ତାହେଲେ ସ୍କିପ୍ ମଧ୍ୟ କରିପାରିବେ। ଆଉ ଏଇଠି ଦେଇଦେଇଛି ଜିରା ପାଉଡ଼ର 1/2 ଟେବୁଲ୍ ସ୍ପୁନ୍। ଦେଇକି ଭଲ ଭାବରେ ଆମେ ଏହାକୁ କଷିବା, ଯେମିତିକି ମସଲାଟି ଆମର ଭଲ ଭାବରେ କଷି ହେଇଯିବ। ତାପରେ ଆମେ ଯେଉଁ ଚଣା ଡାଲି, ଜହ୍ନି, ଆଳୁକୁ ଯେଉଁ ଭଲ ଭାବରେ ସିଝେଇଥିଲେ, ଏହାକୁ ଆମେ ଏଥିରେ ଏଡ୍ କରିଦେବା। କରିକି ଆମେ ଭଲ ଭାବରେ ଏହାକୁ ମିକ୍ସ କରିଦେବା। ତ ଏପଟ ସେପଟ ଗୋଳେଇଲା ପରେ ଦେଖନ୍ତୁ, ଆମର ଏବେ ଫୁଟିଗଲା ପରେ ପ୍ରସ୍ତୁତି ହେଇଯିବ। ଲିଡ୍ ବନ୍ଦ କରିଦେବା। ଆଉ 5 ମିନିଟ୍ ପରେ ଆମର ପ୍ରସ୍ତୁତି ହେଇଯିବ ଚଣା ଯାଇ ଜହ୍ନିର ଗୋଟେ ଟେଷ୍ଟି ତରକାରୀ। ଯଦି ଆପଣମାନଙ୍କୁ ଏଇ ଭିଡ଼ିଓଟି ଭଲ ଲାଗୁଛି, ଲାଇକ୍ କରିବେ, ସାଙ୍ଗସାଥି ଓ ରିଲେଟିଭ୍ମାନଙ୍କୁ ସେୟାର କରିବେ। ଯଦି ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିଦେବେ ଏବଂ ସବସ୍କ୍ରାଇବ୍ ବଟନ୍ ପାଖରେ ଥିବା ଛୋଟ ବେଲ୍ ଆଇକନ୍କୁ ପ୍ରେସ୍ କରିଦେବେ, ଯାହାଦ୍ୱାରା ଆମର ସବୁ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିଯିବ। ତ ଜୟ ଜଗନ୍ନାଥ, ଧନ୍ୟବାଦ।